ବର୍ତ୍ତମାନ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଶିବାନୀ ସଙ୍ଗୀତା ହେଉଛନ୍ତି ଅନ୍ୟତମ। ଅନୁଭବ ମହାନ୍ତି, ବାବୁସାନ ମହାନ୍ତିଙ୍କ ଭଳି ଅନେକ ବଡ଼ ବଡ଼ ଅଭିନେତାମାନଙ୍କର ନାୟିକା ହେବାର ସୁଯୋଗ ପାଇଛନ୍ତି ଶିବାନୀ ସଙ୍ଗୀତା। ଅନେକ ସାରା ସିନେମାରେ ଶିଶୁ କଳାକାର ଭାବେ ଅଭିନୟ କରିସାରିବା ପରେ 2017 ମସିହାରେ ରିଲିଜ୍ ହୋଇଥିବା ଶ୍ରେଷ୍ଠ ଶ୍ରୀଦେବୀ ସିନେମାରେ ପ୍ରଥମ ଥର ପାଇଁ ନାୟିକା ହେବାର ସୁଯୋଗ ପାଇଥିଲେ ଶିବାନୀ ସଙ୍ଗୀତା। ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ବାବୁସାନ ମହାନ୍ତି। ନିକଟରେ ରିଲିଜ୍ ହୋଇଥିବା ଗଣ୍ଡ ଭୈରବ ଏବଂ ଦ ମିଲେଟ୍ ଡାଏରୀ ସିନେମାରେ ମଧ୍ୟ ଶିବାନୀ ସଙ୍ଗୀତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଶ୍ରେଷ୍ଠ ଶ୍ରୀଦେବୀ ସିନେମାରେ ଶିବାନୀ ସଙ୍ଗୀତା ପ୍ରଥମ ପସନ୍ଦର ହିରୋଇନ୍ ନଥିଲେ। ଶିବାନୀ ସଙ୍ଗୀତାଙ୍କ ପୂର୍ବରୁ ଆଉ ଜଣେ ବଡ଼ ହିରୋଇନ୍ଙ୍କୁ ଏହି ସିନେମାରେ ଅଭିନୟ କରିବାର ଅଫର୍ ମିଳିଥିଲା। ତେବେ ଚାଲନ୍ତୁ ଆଜି କଥା ହେବା ଶିବାନୀ ସଙ୍ଗୀତାଙ୍କ ପୂର୍ବରୁ କେଉଁ ବଡ଼ ଅଭିନେତ୍ରୀଙ୍କୁ ଏହି ସିନେମାରେ ଅଭିନୟ କରିବାର ଅଫର୍ ଦିଆଯାଇଥିଲା ଏବଂ ସେହି ବଡ଼ ଅଭିନେତ୍ରୀ ଜଣକ କାହିଁକି ବାବୁସାନ ମହାନ୍ତିଙ୍କ ସହିତ ଅଭିନୟ କରିବାକୁ ମନା କରିଦେଇଥିଲେ। 2017 ମସିହାରେ ତରଙ୍ଗ ସିନେ ପ୍ରଡକ୍ସନରେ ଏକ ସୁପରହିଟ୍ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ସିନେମାର ନାଁ ରହିଥିଲା ଶ୍ରେଷ୍ଠ ଶ୍ରୀଦେବୀ। ସିନେମାକୁ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର। ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଥିଲେ। ଶିବାନୀ ସଙ୍ଗୀତାଙ୍କର ନାୟିକା ଭାବରେ ଏହା ପ୍ରଥମ ଓଡ଼ିଆ ସିନେମା ଥିଲା। ଏହି ସିନେମାରେ ବାବୁସାନ ମହାନ୍ତି ଏକ ନର୍ସ ଚରିତ୍ରରେ ମଧ୍ୟ ନଜର ଆସିଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସିନେମାରେ ନାୟିକା ଭାବରେ ଶିବାନୀ ସଙ୍ଗୀତା ପ୍ରଥମ ପସନ୍ଦର ହିରୋଇନ୍ ନଥିଲେ। ଏହା ପୂର୍ବରୁ ନିର୍ଦ୍ଦେଶକ ଅଶୋକ ପତି ଏହି ସିନେମା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅଫର୍ ଦେଇଥିଲେ, କିନ୍ତୁ ସେହି ସମୟରେ ବର୍ଷା ପ୍ରିୟଦର୍ଶିନୀ ରୋମିଓ ଜୁଲିଏଟ୍ ସିନେମାରେ ବ୍ୟସ୍ତ ଥିବାରୁ ଏହି ସିନେମାରେ ଅଭିନୟ କରିବା ପାଇଁ ମନା କରିଦେଇଥିଲେ ଏବଂ ଶେଷରେ ନିର୍ଦ୍ଦେଶକ ଅଶୋକ ପତି ଶିବାନୀ ସଙ୍ଗୀତାଙ୍କୁ ଏହି ଅଫର୍ ଦେଇଥିଲେ ଏବଂ ଶେଷରେ ଶିବାନୀ ସଙ୍ଗୀତା ବାବୁସାନ ମହାନ୍ତିଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ ଶ୍ରେଷ୍ଠ ଶ୍ରୀଦେବୀ ସିନେମାରେ ଶିବାନୀ ସଙ୍ଗୀତାଙ୍କ ବଦଳରେ ବର୍ଷା ପ୍ରିୟଦର୍ଶିନୀ ହିରୋଇନ୍ ହେଇଥିଲେ ଆପଣମାନଙ୍କୁ କେମିତି ଲାଗିଥାନ୍ତା? କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।